प्रभुंकर दास दासी आउ समस्त को मोर ख्रीष्ट प्रेम सहित नमस्कार। आसंतु आमे गीत आराधना प्रशंसा करने को आराधना करने पूर्व आमे पदे प्रार्थना करवा। प्रार्थनार सहित आराधना प्रशंसा करने को प्रार्थना करेंगे। अपन चक्षु बंद करेंगे। स्वर्गस्थ प्रेमिक प्रिय प्रभु धन्यवाद देउछु एते बेले तुमरी निकटरे पफा ए प्रातः काल तुम गुरु प्रशंसा करने को जाऊछु। तुम आम को सहवर्ती हो प्रभु जेथे प्राणी प्रभु आम स्थान जूम रे एटे नहीं आम समस्त को तुम्हें उत्तम ज्ञान बुद्धि बढ़िया निम्ति तुम्हें साहाय्य कर बापा एते बेले तुमरी आराधना प्रशंसा करने को प्रभु मुई समय पाई तुमको धन्यवाद देउची बापा। इस समय आराधना करने को जीवी मते हजा लुछाओ तुमरी उर्दुर ज्ञान बुद्धि सहित प्रभु सेवा कार्य करने निम्ति मते प्रस्तुत कर बापा। मो दिन धूली अज्ञान तथापि प्रभु तुम मते प्रेम कल। आज जो तुमरी आराधना करने को जाऊँ मते ज्ञान रे बढ़िया तुम्हें साहाय्य कर। गौरव पूजा तुम्हें पाओ प्रार्थना जीशु करे मागिले आमेन। आसंतु आमे माने गीत आराधना करने को जीवा आउ जहाँकि गीतर लेखा परमेश्वर आउ जेते लोक को यही प्रकार आशीर्वाद करती से गीत मु जिहोवा तुम नाम केते जेते लोक अछंती से माने शक्ति युक्त प्राप्त होगा से गीत को मु आपण मानको आगरे मु प्रकाश कर गायबा को जाए। जिहोवा तुम नाम केते जे शक्ति अछि केते जे शक्ति अछि जिहोवा तुम नाम केते जे शक्ति अछि केते जे शक्ति अछि मौसाको प्रार्थना मान बसाइलो मौसाको प्रार्थना मान बसाइलो जीव स्वयं को प्रार्थना सूर्य चंद्र स्थगित कल जीव स्वयं को प्रार्थना सूर्य चंद्र स्थगित कल जिहोवा तुम नाम केते जे शक्ति अछि केते जे शक्ति अछि। आसंतु इस समय एलियों को प्रभु की प्रकार अग्नि रक्षा कले से विषय में एलियों को प्रार्थना अग्नि रे उत्तर दिलो एलियों को प्रार्थना अग्नि रे उत्तर दिलो दानिएलों को प्रार्थना सिंह मुखर बंद कलो दानिएलों को प्रार्थना सिंहर मुख बंद कलो जिहोवा तुम नाम केते जे शक्ति अछि केते जे शक्ति अछि। ए समय गोटे पद अच्छी हाना को जो प्रभु आशीर्वाद कले से पद हाना को प्रार्थना वृद्ध गर्भ पिटाई दिलो हाना प्रार्थना वृद्ध गर्भ पिटाई दिलो जुन को प्रार्थना मस्य उदर रक्षा कलो जुन को प्रार्थना मस्य उदर रक्षा कलो जिहोवा तुम नाम केते जे शक्ति अछि
କେତେ ଯେ ଶକ୍ତି ଅଛି ଯେହୋବା ତୁମ ନାମରେ, କେତେ ଯେ ଶକ୍ତି ଅଛି, କେତେ ଯେ ଶକ୍ତି ଅଛି। ଧନ୍ୟବାଦ ପ୍ରିୟ ପ୍ରଭୁଙ୍କ ଦାସ ମାନେ। ଆସନ୍ତୁ ଆଉ ଗୋଟେ ଆମେ ଗୀତ ଗାନ କରିବା। ଆଉ ସେଟା କୁଇରେ ମୁଁ କରିଥିବା ଗୀତକୁ ମୁଁ ଓଡ଼ିଆରେ ଭାଙ୍ଗିଛି। ସେଇ ଗୀତ ଆପଣ ମାନଙ୍କଠାରେ ଆଉ ଆରାଧନା ପ୍ରଶଂସାରେ ଆପଣ ମାନେ ଆଉ ଧ୍ୟାନ ଦେବେ। ଆଉ ମତେ ଦୟା ଦେଖେଇବା ମୋ ପ୍ରଭୁ, ମତେ ହୃଦୟରେ ରଖିବା ମୋର ଯୀଶୁ, ସେଇ ଗୀତ ମୁଁ ଗାଇବି। ଆପଣ ମାନଙ୍କର ଆଉ ମନ ଦେଇ ଆପଣ ଶୁଣିବେ। ମତେ ଦୟା ଦେଖେଇବା ମୋ ପ୍ରଭୁ, ମତେ ହୃଦୟରେ ରଖିବା ମୋର ଯୀଶୁ, ମତେ ଦୟା ଦେଖେଇବା ମୋ ପ୍ରଭୁ, ମତେ ହୃଦୟରେ ରଖିବା ମୋର ଯୀଶୁ। ମୋ ସାଥିରେ ରୁହ ମୋ ପ୍ରଭୁ ଯୀଶୁ, ମୋ ପାଖେ ରୁହ ମୋ ପ୍ରଭୁ ଯୀଶୁ, ମୋ ସାଥିରେ ରୁହ ମୋ ପ୍ରଭୁ ଯୀଶୁ, ମୋ ପାଖେ ରୁହ ମୋ ପ୍ରଭୁ ଯୀଶୁ, ମତେ ଦୟା ଦେଖେଇବା ମୋ ପ୍ରଭୁ, ମତେ ହୃଦୟରେ ରଖିବା ମୋର ଯୀଶୁ। ଆସିଅଛି ତୁମ ପାଦ ତଳେ, ଆସିଅଛି ତୁମ ପାଦ ତଳେ, ମୋ ଦୁଃଖକୁ ନେଇ, ମୋ ଦୁଃଖକୁ ନେଇ, ମୋ ଦୁଃଖକୁ ନେଇ ତୁମ ପାଶେ, ଆସିଅଛି ତୁମ ପାଦ ତଳେ, ଆସିଅଛି ତୁମ ପାଦ ତଳେ, ମୋ ଦୁଃଖକୁ ନେଇ, ମୋ ଦୁଃଖକୁ ନେଇ, ମୋ ଦୁଃଖକୁ ନେଇ ତୁମ ପାଶେ, ମୋ ସାଥିରେ ରୁହ ମୋ ପ୍ରଭୁ ଯୀଶୁ, ମୋ ପାଖେ ରୁହ ମୋ ପ୍ରଭୁ ଯୀଶୁ, ମୋ ସାଥିରେ ରୁହ ମୋ ପ୍ରଭୁ ଯୀଶୁ, ମୋ ପାଖେ ରୁହ ମୋ ପ୍ରଭୁ ଯୀଶୁ, ମତେ ଦୟା ଦେଖେଇବା ମୋ ପ୍ରଭୁ, ମତେ ହୃଦୟରେ ରଖିବା ମୋର ଯୀଶୁ, ମତେ ଦୟା ଦେଖେଇବା ମୋ ପ୍ରଭୁ, ମତେ ହୃଦୟରେ ରଖିବା ମୋର ଯୀଶୁ। ଆସିଲି ମୁଁ ଯେ ତୁମ ପାଦ ତଳେ, ଆସିଲି ମୁଁ ଯେ ତୁମ ପାଦ ତଳେ, ସବୁ ପାଇଗଲି ମୁଁ, ସବୁ ପାଇଗଲି ମୁଁ, ସବୁ ପାଇଗଲି ମୁଁ ତୁମ ପାଶେ, ଆସିଲି ମୁଁ ଯେ ତୁମ ପାଦ ତଳେ, ଆସିଲି ମୁଁ ଯେ ତୁମ ପାଦ ତଳେ, ସବୁ ପାଇଗଲି ମୁଁ, ସବୁ ପାଇଗଲି ମୁଁ, ସବୁ ପାଇଗଲି ମୁଁ ତୁମ ପାଶେ, ମୋ ସାଥି ରହିଲ ମୋ ପ୍ରଭୁ ଯୀଶୁ, ମୋ ପାଖେ ରହିଲ ମୋ ପ୍ରଭୁ ଯୀଶୁ, ମୋ ସାଥି ରହିଲ ମୋ ପ୍ରଭୁ ଯୀଶୁ, ମୋ ସାଥି ରହିଲ ମୋ ପ୍ରଭୁ ଯୀଶୁ, ମତେ ଦୟା ଦେଖେଇବା ମୋ ପ୍ରଭୁ, ମତେ ହୃଦୟରେ ରଖିବା ମୋର ଯୀଶୁ, ମତେ ଦୟା ଦେଖେଇବା ମୋ ପ୍ରଭୁ, ମତେ ହୃଦୟରେ ରଖିବା ମୋର ଯୀଶୁ, ମୋ ସାଥିରେ ରୁହ ମୋ ପ୍ରଭୁ ଯୀଶୁ, ମୋ ପାଖେ ରୁହ ମୋ ପ୍ରଭୁ ଯୀଶୁ,
ଦେଖିବା ମୋ ପ୍ରଭୁ ମତେ ହୃଦୟ ରଖିବା ମୋର ଯୀଶୁ। ଧନ୍ୟବାଦ। ଆଉ ଗୋଟେ ଗୀତ ଆଉ ଆରାଧନା କରିବା, ତାପରେ ଆଜିର ଆଉ ବାକ୍ୟ ଭିତରକୁ ଆମେ ଯିବା। ଆମେ ସମସ୍ତେ ସେ ଗୀତ ଆମେ ଜାଣିଛୁ, ଆଉ ତଥାପି ମୁଁ ସେ ଗୀତକୁ ଗାଇବାକୁ ଯାଏ। ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ, ସେଇ ଗୀତକୁ ଆମେ ଗାଇବା। ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ, ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ। ମୁଁ ଯେ ଦିନହୀନ କରି ନିବେଦନ, ମୁଁ ଯେ ଦିନହୀନ କରି ନିବେଦନ, ଲତକ ମୋର କର ଗ୍ରହଣ, ଲତକ ମୋର କର ଗ୍ରହଣ। ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ, ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ। କିଏ ଅଛି ଏ ଜଗତରେ ମୋ ପ୍ରାର୍ଥନା ଶୁଣିବାକୁ, କେହି ନାହିଁ ତୁମ ବିନା ଯୀଶୁ, ଦୁଃଖ ମୋର ଜାଣିବାକୁ। କିଏ ଅଛି ଏ ଜଗତରେ ମୋ ପ୍ରାର୍ଥନା ଶୁଣିବାକୁ, କେହି ନାହିଁ ତୁମ ବିନା ଯୀଶୁ, ଦୁଃଖ ମୋର ଜାଣିବାକୁ। ଏଣୁ ତୁମ ପାଦେ ନେଲି ମୋ ଚରଣ, ଏଣୁ ତୁମ ପାଦେ ନେଲି ମୋ ଚରଣ, ଲତକ ମୋର କର ଗ୍ରହଣ, ଲତକ ମୋର କର ଗ୍ରହଣ। ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ, ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ। ତୁମେ ଯେବେ ହେବ ନାହିଁ, ଯିବି ମୋ ପାଖକୁ, ମରୁଦ ବେଦନ ଜଣାଇବି, ଯୀଶୁ ମୋ ପାଖକୁ। ତୁମେ ଯେବେ ହେବ ନାହିଁ, ଯିବି ମୋ ପାଖକୁ, ମରୁଦ ବେଦନା ଜଣାଇବି, ଯୀଶୁ ମୋ ପାଖକୁ। ଏଣୁ ତୁମ ପାଶେ ହେଲି ସମର୍ପଣ, ଏଣୁ ତୁମ ପାଶେ ହେଲି ସମର୍ପଣ, ଲତକ ମୋର କର ଗ୍ରହଣ, ଲତକ ମୋର କର ଗ୍ରହଣ। ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ, ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ। ମୁଁ ଯେ ଦିନହୀନ କରେ ନିବେଦନ, ମୁଁ ଯେ ଦିନହୀନ କରେ ନିବେଦନ, ଲତକ ମୋର କର ଗ୍ରହଣ, ଲତକ ମୋର କର ଗ୍ରହଣ। ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ, ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ,
ପ୍ରାର୍ଥନା ଶୁଣ। ଧନ୍ୟବାଦ ଧନ୍ୟବାଦ ଦିଦି। ଆମର ଏଇ ଆରାଧନା ମୁଁ 3ଟି ଆଜ୍ଞା କାଲି କହିଥିଲି ସେ 3ଟି ଗୀତକୁ ମୁଁ ଆପଣଙ୍କ ଆଗରେ ଆଉ ଗାଇଲି। ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରୁ। ଆଜି ସମୟରେ ଆଉ ମୋ ଆରାଧନାରୁ ଏତିକି ମୁଁ ସମାପ୍ତ କରେ। ଯାହାକି ଈଶ୍ୱରଙ୍କ ବାକ୍ୟ ଆମେ ଯାହା ଶୁଣିବାକୁ ଯିବା, ଯାହାକି ଯୋଉ ପ୍ରଭୁଙ୍କର ଦାସ ବାକ୍ୟ ଶୁଣିବାକୁ ଆମକୁ ଆଗକୁ ନେବେ, ସେ ଦାସଙ୍କ ଦେଇ ମୁଁ ଏତିକିରୁ ମୁଁ ଆରାଧନା ପ୍ରଶଂସାକୁ ମୁଁ ସମାପ୍ତ କରୁଛି। ପ୍ରେଜ୍ ଦ ଲର୍ଡ ଦିଦି। ଧନ୍ୟବାଦ ଭାଇ, ଅତି ସୁନ୍ଦର ଭାବରେ ଆମମାନଙ୍କୁ ଆରାଧନା ମଧ୍ୟକୁ କଢେଇ ଆଣିଲେ। 2ଟି ଗୀତ ଏବଂ ଆରାଧନାର ଗୀତ ଗାଇ ପ୍ରଭୁଙ୍କ ଉପସ୍ଥିତି ମଧ୍ୟକୁ କଢେଇ ଆଣିଥିବାରୁ ପ୍ରଭୁଙ୍କ ଦାସଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଆସନ୍ତୁ ଏ ସମୟରେ ଆରାଧନା କରୁଥିବା ପ୍ରଭୁଙ୍କ ଦାସଙ୍କ ପାଇଁ ଆମେ ପ୍ରାର୍ଥନା କରିବାକୁ ଯିବା। ଆଉ Yes, ma'am. ଝିଅ ପାଇଁ ମଧ୍ୟ ଆମେ ପ୍ରାର୍ଥନା କରିବା। ଆମମାନଙ୍କ ଗହଣରେ ଜୁନସ୍ ପ୍ରଧାନ ଆଜ୍ଞା ଅଛନ୍ତି। ଆଜ୍ଞା ପ୍ରେଜ୍ ଦ ଲର୍ଡ, ନମସ୍କାର। ପ୍ରେଜ୍ ଦ ଲର୍ଡ ଦିଦି, ପ୍ରେଜ୍ ଦ ଲର୍ଡ। ଆଜ୍ଞା ଆପଣ ପ୍ରାର୍ଥନା କରନ୍ତୁ। ଆରାଧନା କରୁଥିବା ପ୍ରଭୁଙ୍କ ଦାସଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ବାକ୍ୟ ଘେନି ଆସିଥିବା ପ୍ରଭୁଙ୍କ ଦାସଙ୍କ ପାଇଁ ଏବଂ ଉପସ୍ଥିତ ପ୍ରତ୍ୟେକ ଯେପରି ଆମେ ସୁସ୍ଥ ଭାବରେ ବାକ୍ୟ ଶ୍ରବଣ କରିପାରିବା, ସେଥିପାଇଁ ପ୍ରାର୍ଥନା କରନ୍ତୁ ଆଜ୍ଞା। ମହିମାମୟ ପିତା ପରମେଶ୍ୱର, ମଙ୍ଗଳକାରୀ ମଙ୍ଗଳମୟ ପ୍ରଭୁ, ତୁମେ ଦୟାକାରୀ, ତୁମେ କୃପାକାରୀ ପ୍ରଭୁ। ତୁମେ ଆମମାନଙ୍କୁ ଅନୁଗ୍ରହ କରି ବେଳରେ କିବା ଅବେଳରେ, ସନ୍ଧ୍ୟାରେ କିବା ସକାଳେ ପ୍ରଭୁ ତମ ନିକଟବର୍ତ୍ତୀ ହେବା ପାଇଁ ତୁମେ ଆମମାନଙ୍କୁ ସୁନ୍ଦର ସୁଯୋଗ ଦେଇଥାଅ। ସେଇ ପ୍ରକାର ଆଜି ପ୍ରାତଃ କାଳରେ ତମ ପବିତ୍ର ପାଦ ତଳେ ଜୁମ୍ ମାଧ୍ୟମରେ ବସିଛୁ ଆମେ ସମସ୍ତେ। ପ୍ରଭୁ ପ୍ରତ୍ୟେକଙ୍କୁ ତୁମେ ଅନୁଗ୍ରହ ଆଶୀର୍ବାଦ କର। ପ୍ରଭୁ ଯେଉଁ ତମରି ଦାସ ଆରାଧନା କରିଗଲେ, ପ୍ରଭୁ ତାଙ୍କୁ ତୁମେ ପ୍ରଚୁର ଭାବରେ ଆଶୀର୍ବାଦ କର। ଉତ୍ତମ କଣ୍ଠ Yes, ma'am. ଦେଇଥିବାରୁ ଧନ୍ୟବାଦ ଦଉଛି। ପ୍ରଭୁ ୱାର୍ସିପ୍ ମାଧ୍ୟମରେ ତୁମରି ପ୍ରଶଂସା ପାଇଁ ତାଙ୍କୁ ତୁମେ ବ୍ୟବହାର କର। ତୁମରି ଗୌରବ ଆରାଧନା ପାଇଁ ତୁମେ ବ୍ୟବହାର କର। ପ୍ରଭୁ ଯୀଶୁ Yes, ତୁମେ ma'am. ଦୟାକରି ଆଶୀର୍ବାଦ କର। ପ୍ରଭୁ ବର୍ତ୍ତମାନ ଆମେ ବାକ୍ୟ ଶୁଣିବା ପାଇଁ ଯିବୁ। ଯେଉଁ ତୁମରି ଦାସ ତମ ମୁଖ ନିଃସୃତ ପବିତ୍ର ବାକ୍ୟ ଆଣୁଛନ୍ତି, ତାଙ୍କୁ ତୁମେ ସମ୍ପୂର୍ଣ୍ଣ ଅଧିକାର କର, Yes, ସମ୍ପୂର୍ଣ୍ଣ ma'am. କଥା କୁହ। ପ୍ରଭୁ ତାଙ୍କର ହୃଦୟରୁ ତୁମେ କାର୍ଯ୍ୟ କର, ତାଙ୍କର ଓଷ୍ଠରୁ ତାଙ୍କର ମୁଖରୁ ତୁମେ କଥା କୁହ। ତାର ସର୍ବାଙ୍ଗ ଶରୀରକୁ ପ୍ରଭୁ ତୁମେ ପବିତ୍ର କର। ତୁମର ପବିତ୍ର ଅଗ୍ନିର ଅଭିଷେକ ଦେଇ ତାଙ୍କୁ ତୁମେ ବ୍ୟବହାର କରି ଆଶୀର୍ବାଦ କର। ଗୌରବ ସ୍ତୁତି ମହିମା ତୁମେ ପାଅ। ପ୍ରଭୁ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ମାଗୁଛି ପିତା, ଆମେନ୍ ଆମେନ୍। ପ୍ରଭୁ ଆମମାନଙ୍କୁ ଯେତେବେଳେ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମଧୁମୟ ନାମରେ ସମ୍ମୁଖକୁ ଆହ୍ୱାନ କରିବି, ଆମମାନଙ୍କ ଗହଣରେ ସୁଶୀଲ ମା ଆଜ୍ଞା ଅଛନ୍ତି। ଆଜ୍ଞା ପ୍ରେଜ୍ ଦ ଲର୍ଡ, ନମସ୍କାର। ପ୍ରେଜ୍ ଦ ଲର୍ଡ ଦିଦି। ଆଜ୍ଞା ଆପଣଙ୍କର ସମୟ, ଆମର ବାକ୍ୟ ନେଇ କଢେଇ ନେବେ। ବହୁତ ଧନ୍ୟବାଦ। ପ୍ରଭୁ ଯୀଶୁଙ୍କ ନାମରେ ପ୍ରେମର ନମସ୍କାର ଜ୍ଞାପନ କରେ। ପିତା ପରମେଶ୍ୱର, ଏହି ଅନୁଗ୍ରହ ପ୍ରାତଃ କାଳରେ ପ୍ରଭୁଙ୍କର ସେବା ଆରାଧନା କରିବା ନିମନ୍ତେ ଆମ ସମସ୍ତଙ୍କୁ ରିଏଲ୍ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ତରଫରୁ एकत्र କରିଥିବାରୁ ପ୍ରଭୁ ଯୀଶୁଙ୍କ ନାମରେ ପ୍ରଭୁଙ୍କର ନାମର ଧନ୍ୟବାଦ ହଉ। ବିଶେଷରେ ପ୍ରିୟ ପ୍ରଭୁଙ୍କର ଦାସ ପିଟର ଆଜ୍ଞାଙ୍କୁ ଯୀଶୁଙ୍କ ନାମରେ ଧନ୍ୟବାଦ ଦିଏ। ପୁଣି ପରିଚାଳନା କରୁଥିବା ଅମ୍ବିକା ଦିଦିଙ୍କୁ ପ୍ରଭୁଙ୍କ ନାମରେ ଧନ୍ୟବାଦ ଦିଏ। ପୁଣି ସିମନ ଭାଇକୁ ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ଦିଏ। ପୁଣି ପ୍ରବୀଣା ମଲ୍ଲିକ ଭଉଣୀକୁ ମଧ୍ୟ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆମ୍ଭମାନଙ୍କୁ ପ୍ରାର୍ଥନା ସଭାରେ କଢ଼େଇ ନେଇ ଅଛନ୍ତି, ସେଥି ନିମନ୍ତେ ପ୍ରଭୁଙ୍କର ନାମର ଧନ୍ୟବାଦ ହଉ। ବିଶେଷରେ ଦେଖାଯାଉଛନ୍ତି ଆମମାନଙ୍କର ଭାଇ ସୌମେନ୍ଦ୍ର
ତାଙ୍କୁ ମଧ୍ୟ ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ଦିଏ। ଅନେକ ବର୍ଷ ପରେ ତାଙ୍କୁ ଏହି ପ୍ଲାଟଫର୍ମରେ ଦେଖିବାର ସୁଯୋଗ ମିଳିଲା, ସେଥି ନିମନ୍ତେ ପ୍ରଭୁଙ୍କର ନାମର ଧନ୍ୟବାଦ। ହାଲେଲୁୟା। ପ୍ରଭୁଙ୍କର ନାମର ଗୌରବ ହଉ। ପିତା ପରମେଶ୍ୱର ଆମ ସମସ୍ତଙ୍କୁ ପ୍ରେମ କରନ୍ତି, ଆଦର କରନ୍ତି। ଆମ୍ଭେମାନେ ପ୍ରତ୍ୟେକ ଜାଣିଅଛୁ, ପ୍ରଭୁଙ୍କର ବାକ୍ୟ ଅଧ୍ୟୟନ କରିଅଛୁ। ବିଶେଷରେ ଆଉ ପରିଚିତ ବାକ୍ୟଟି ଆମେମାନେ ଅଧ୍ୟୟନ କରିବାକୁ ଯିବା, ଯାହାକି ଲେଖା ଅଛି ଗୀତ ସଂହିତା ତାର 133 ପର୍ବ ତାର 1 ପଦ। ଗୀତ ସଂହିତା 133 ପର୍ବ ତାର 1 ପଦ। ଦେଖ ଭାଇମାନେ, ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର। ହାଲେଲୁୟା। ପ୍ରଭୁ ଏ ପଠିତ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ପିତା ପରମେଶ୍ୱର ଗୌରବାନ୍ୱିତ ହୁଅନ୍ତୁ, ପ୍ରଶଂସିତ ହୁଅନ୍ତୁ। ଏଇ ଯେଉଁ ବାକ୍ୟାଂଶଟି ପଢ଼ିଅଛୁ ପିତା, ଏ ବାକ୍ୟ ଦ୍ୱାରା ତୁମେ ଆମମାନଙ୍କୁ କଥା କୁହନ୍ତୁ। ମହିମା ଗୌରବ ତୁମେ ପାଆନ୍ତୁ, ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ହାଲେଲୁୟା। ଯଦି ମୋର ପ୍ରିୟ ମାନେ ଆମେମାନେ ଏଇ ଗୀତ ସଂହିତାର ଭାଗ ମାନଙ୍କୁ ଯଦି ଦେଖିବା, ବିଶେଷରେ ତ ସମସ୍ତ ବିଷୟ କହିବାକୁ ଆମେମାନେ ଚେଷ୍ଟା କରିଗଲେ ସମୟ ହବ ନାହିଁ। ମୁଖ୍ୟ ବିଷୟ ଆଡ଼କୁ ଯିବା। ବିଶେଷରେ ମୁଁ ଚିନ୍ତା କରେ ଗୀତ ସଂହିତାର 107 ରୁ 150 ପର୍ଯ୍ୟନ୍ତ ଯଦି ଆମେମାନେ ଭଲରେ ଅଧ୍ୟୟନ କରିବା, ଏହି ଅଧ୍ୟାୟ ଗୁଡ଼ାକ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା କରିବା ନିମନ୍ତେ ଆମ୍ଭମାନଙ୍କର ମନ, ଶରୀର, ଆତ୍ମା ଓ ଆମମାନଙ୍କର ସମସ୍ତ କାର୍ଯ୍ୟ କି ପ୍ରକାର ହେବା ଆବଶ୍ୟକ, ତାହା ଆମ୍ଭେମାନେ ଏଇ ଗୀତ ସଂହିତାର 107 ରୁ 150 ପର୍ଯ୍ୟନ୍ତ ପଢ଼ିଲେ ଆମେମାନେ ବୁଝିବା ଆଉ ଜାଣିପାରିବା। ଯେହେତୁ ପ୍ରଭୁଙ୍କର ପ୍ରଶଂସା କରିବା ମୌଖିକ ଭାବରେ ନୁହଁ, ଧାରାବାହିକ ଭାବରେ ନୁହଁ, ସତ୍ୟତାରେ, ଆତ୍ମାରେ ଆଉ କି ପ୍ରକାର ପରମେଶ୍ୱରଙ୍କୁ ପ୍ରଶଂସା କରିବା ଆବଶ୍ୟକ ଅଟେ, ତାହା ଆମ୍ଭେମାନେ ଏଇ ଅଧ୍ୟାୟ ମାନଙ୍କରେ ଯଦି ପଢ଼ିଲେ ଜାଣିପାରିବା। ହାଲେଲୁୟା। ପ୍ରଥମେ ଦେଖନ୍ତୁ, ଆମେମାନେ ବାକ୍ୟରେ ଲେଖାଯାଏ, ଦେଖ ଭାଇମାନେ ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର। ହାଲେଲୁୟା। ମାନେ ମିଶିକି ପ୍ରଭୁଙ୍କର ପ୍ରଶଂସା କରିବା ପରମେଶ୍ୱରଙ୍କ ଦୃଷ୍ଟିରେ ଗୌରବର ବିଷୟ ଅଟେ। ମିଶିକି ଖାଇବା, ପିଇବା, ଆନନ୍ଦରେ ରହିବା, ଏହା ପ୍ରଭୁଙ୍କର ଦୃଷ୍ଟିରେ ଆନନ୍ଦର ବିଷୟ ଅଟେ। ତା ତଳକୁ ତଳ ଯେ ଅଭିଷେକ ବିଷୟରେ ଲେଖା ଅଛି, ଆମେମାନେ ତାହାକୁ ଦେଖିବା ନାହିଁ, କିନ୍ତୁ 1 ପଦରେ ଆମେମାନେ ଅଟକି ଯାଉ। ହେଲେ ଭାଇମାନେ ବୋଲିକି ଲେଖା ଅଛି। ପ୍ରକୃତରେ ଆମେମାନେ ଭାଇମାନେ କିଏ ବୋଲିକି ଚିନ୍ତା କରୁ। ଭାଇମାନେ ବୋଲିକି କହିଲେ ଆମ ଉପରେ ଯିଏ ଜନ୍ମ ହୋଇ ଅଛନ୍ତି, ଆମ ପରିବାରରେ ବା ଆମ ତଳେ ଯିଏ ଜନ୍ମ ହୋଇଛନ୍ତି, ସେ ଆମର ଭାଇ। ନାଇଁ ତ ଆଉ ଦାଦା ର ପୁଅ ଯଦି ଅଛନ୍ତି, ଭାଇ। ନାଇଁ ତ ଆମେମାନେ କ'ଣ କରୁ, ସମାଜରେ ଯଦି ଅଛୁ, ପଡ଼ୋଶୀ ମାନଙ୍କୁ ଭାଇ ବୋଲିକି କହିଥାଉ। ଆଉ ଅଧ୍ୟୟନ କଲା ବେଳେ ଆମର ସାଙ୍ଗସାଥି ମାନଙ୍କୁ ବି ଭାଇ ବୋଲିକି କହିଥାଉ। ଆଉ ମଣ୍ଡଳୀରେ ଯଦି ଦେଖିବାକୁ ଗଲେ, ମଣ୍ଡଳୀରେ ପ୍ରତ୍ୟେକ ମାନେ ବିଶ୍ୱାସୀ ମାନଙ୍କୁ ଆମେମାନେ ଭାଇ ବୋଲିକି କହିଥାଉ। କିନ୍ତୁ ପ୍ରକୃତରେ ଭାଇ ବୋଲିକି କହିଲେ କ'ଣ? ସେ ଭାଇ ବୋଲିକି ଆନନ୍ଦ କରିବା, ଭାଇ ବୋଲିକି ପ୍ରଭୁଙ୍କର ଗୌରବ କରିବା ଏକ ମହତ୍ ବିଷୟ ରହିଅଛି। ସେଥି ନିମନ୍ତେ ଆମେମାନେ ସମୟକୁ ନଷ୍ଟ ନ କରିକି ଆସୁ। ପ୍ରକୃତ ଭାଇମାନେ ବୋଲିକି କହିଲେ କିଏ? କାହାକୁ ଆମେମାନେ ଭାଇ ବୋଲିକି ଗ୍ରହଣ କରିବା? ଭାଇ ବୋଲିକି ତ ଆମେମାନେ ମାନିବା ସମସ୍ତେ ଆମେମାନେ ବୁଝି ଯାଇଅଛୁ, କିନ୍ତୁ ଏକ ଗୁରୁତ୍ୱ ବିଷୟ ଅଛି ଯେ ପ୍ରକୃତରେ କାହାକୁ ଆମେମାନେ ଭାଇ ବୋଲିକି କହିବା। ତେଣୁକରି ମୋ ସହିତ ଦୟାକରି ଆପଣମାନେ ଖୋଲନ୍ତୁ ଆଦି ପୁସ୍ତକ 19 ପର୍ବ ତାର 9 ପଦ।
ଏଠାରେ ଏ ପ୍ରକାର ଲେଖାଯାଏ, ଆଦି ପୁସ୍ତକ 19 ପର୍ବ 7 ପଦ, ଏଠାରେ ଏ ପ୍ରକାର ଲେଖାଯାଏ, ହେ ଭାଇମାନେ, ମୁଁ ବିନୟ କରୁଅଛି, ଏପରି କୁବ୍ୟବହାର କର ନାହିଁ। ହାଲେଲୁୟା। ମୋର ପ୍ରିୟମାନେ, ଆଜି ଆମମାନଙ୍କର ଖ୍ରୀଷ୍ଟୀୟ ସମ୍ପ୍ରଦାୟ ମଧ୍ୟରେ, ମଣ୍ଡଳୀ ମାନଙ୍କରେ, ସମାଜରେ ଜଣେ ବିଶ୍ୱାସୀ ହିସାବରେ, ଜଣେ ସେବକ ହିସାବରେ, ଜଣେ ଭାଇ ହିସାବରେ କାହାକୁ ଆମେ ମାନେ ଭାଇ ବୋଲିକି ସମ୍ବୋଧନ କରିବା ଉଚିତ, ତାହା ଆମେ ମାନେ ଏଇ ଅଂଶଟିକୁ ପଢିଲେ ଆମ ମାନଙ୍କୁ କଣ ନା ଝଟକା ଲାଗିବ, ଭଲ ଲାଗିବ ନାହିଁ। ଏହା କିପରି ସମ୍ଭବ? ଯଦି ଏଇ ଅଧ୍ୟାୟକୁ ଯଦି ଆମେ ମାନେ ପଢୁ, 19 ଅଧ୍ୟାୟକୁ, ଏଇଠାରେ ଲୋଟର ଗୃହକୁ ସେ ସୋଦମ ଗମୋରାର ଲୋକମାନେ କଣ କରୁଅଛନ୍ତି? ଭାଙ୍ଗିବା ପାଇଁ ଚେଷ୍ଟା କରୁଅଛନ୍ତି। ଆମେ ମାନେ ଭଲ ଜାଣିଅଛୁ ଲୋଟର ଗୃହରେ 2 ଜଣ ଦୂତ ଅଛନ୍ତି। ସେମାନେ କଣ କରୁଅଛନ୍ତି? ସେ ଦୂତ ମାନଙ୍କୁ ଧର୍ଷଣ କରିବା ନିମନ୍ତେ ତାଙ୍କ ଘରକୁ ଆସିକି କଣ କରୁଛନ୍ତି? ଘରର କବାଟ ଭାଙ୍ଗିକି କଣ କରୁଅଛନ୍ତି? ଧର୍ଷଣ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି। ଏଇ ଅବସ୍ଥାରେ ଲୋଟ କଣ କରୁଅଛନ୍ତି? ସେ ବାହାରକୁ ଯାଇ ଏଇ ପ୍ରକାର କଥା କହୁଅଛନ୍ତି। ହାଲେଲୁୟା। କଣ ନା ଦେଖିବାକୁ ଗଲେ ଜଣେ ନଷ୍ଟ କରିବାକୁ ଆସୁଅଛି, ଜଣେ ମାରିବାକୁ ଆସୁଅଛି, ଜଣେ ବିନାଶ କରିବାକୁ ଆସୁଅଛି, ଜଣେ କୁକର୍ମ କରିବାକୁ ଆସୁଅଛନ୍ତି। ଏପରି ବ୍ୟକ୍ତିକୁ କେହି କେବେ ମୋହର ଭାଇମାନେ ବୋଲିକି କହିପାରିବେ କି? ଏହା ଅସମ୍ଭବର ବିଷୟ। କାରଣ ପ୍ରକୃତ ପ୍ରେମ ବୋଲିକି କହିଲେ ଆମେ ମାନେ କଣ କହୁ? ମାନେ ଆଉ ଜାଗତିକ ପ୍ରେମ, ମାନେ ଜାଗତିକ ପ୍ରେମ, ଖ୍ରୀଷ୍ଟୀୟ ପ୍ରେମ, ସ୍ୱର୍ଗୀୟ ପ୍ରେମ, ଏମିତି ଗୁଡ଼ାଏ ନାମ ନେଇଥାଉ। କିନ୍ତୁ ବାସ୍ତବରେ ଆମ୍ଭମାନଙ୍କର ନୈତିକ ଜୀବନ ଆଡ଼କୁ ଯଦି ଆସିଯାଏ, ସେ ସମୟରେ ଆମମାନଙ୍କର ପ୍ରତିକ୍ରିୟା କଣ ହେବା ଆବଶ୍ୟକ? ମୋର ପ୍ରିୟମାନେ, ଏଇ ଅଂଶରେ ଆମେ ମାନେ ଦେଖୁଛୁ ଯେଉଁମାନେ ନଷ୍ଟ କରିବାକୁ ଆସୁଛନ୍ତି, ପ୍ରତିରୋଧ କରିବାକୁ ଆସୁଛନ୍ତି, ଅନ୍ୟାୟ ଅତ୍ୟାଚାର କରିବାକୁ ଆସୁଅଛନ୍ତି, ସେଇ ସମୟରେ ଲୋଟ ତାଙ୍କ ଘରରୁ ବାହାରକୁ ବାହାରିକି ସେଇ କାହାକୁ କହୁଛନ୍ତି? ସେଇ ଲୋକମାନଙ୍କୁ କହୁଛନ୍ତି, ସୋଦମ ଗମୋରାର ଲୋକମାନଙ୍କୁ କହୁଅଛନ୍ତି, ହେ ମୋର ଭାଇମାନେ, ତୁମେ ମାନେ ଏପରି ଅନ୍ୟାୟ କର ନାହିଁ, ଏପରି ଅତ୍ୟାଚାର କର ନାହିଁ, ଏପରି କୁକର୍ମ କର ନାହିଁ। ସେ ନିଜେ ଜାଣୁଛନ୍ତି ତାଙ୍କ ପ୍ରତି ସେମାନେ ବିନଷ୍ଟ କରିବାକୁ ଆସୁଛନ୍ତି, କିନ୍ତୁ ଇଏ କଣ କରୁଛନ୍ତି? ମୋର ନିଜର ଭାଇ ବୋଲିକି କହୁଛନ୍ତି। ଆମେ ମାନେ କଣ କହିବା? ଯଦି ହେଇଥିଲେ ତୁମେ ମୋର ଶତ୍ରୁ, ତମକୁ କେସ୍ କରିଦେବି, କୋର୍ଟରେ ମାନେ ଠିଆ କରେଇବି, ମୋର ଲୋକମାନଙ୍କୁ ଡାକିକି ତୁମକୁ ବାଡ଼େଇବି, ପିଟିବି, ମାରିବି, ଏମିତି ବୋଲିକି ଆମେ ମାନେ ଚିନ୍ତା କରିଥାନ୍ତେ। କିନ୍ତୁ ପ୍ରକୃତ ଭାଇ କିଏ? ଯିଏ ଆମମାନଙ୍କର ବିନଷ୍ଟ କରିବାକୁ ଚେଷ୍ଟା କରୁଅଛନ୍ତି, ସେମାନଙ୍କୁ ଆମ୍ଭେମାନେ ଭାଇର ସମ୍ବୋଧନ କରିବାର ଅଛି। ଏହା ହେଉଛି ସ୍ୱର୍ଗୀୟ ପ୍ରେମ, ସ୍ୱର୍ଗୀୟ ମାନେ ସମ୍ବୋଧନ ଅଟେ। ସେଥି ନିମନ୍ତେ ପ୍ରଭୁ ଯୀଶୁ କଣ କଲେ? ସ୍ୱର୍ଗରୁ ଏଇ ଜଗତକୁ ଆସିଲେ। ହାଲେଲୁୟା। ସେ କଣ ବୋଲିକି ଆସିଲେ? ସେ ଆମମାନଙ୍କର ବାକ୍ୟ କହେ, ସେ ଆମମାନଙ୍କର ଅଗ୍ରଜ ଅଟନ୍ତି। ଆମେ ମାନେ ହଉଛୁ ତାଙ୍କର କୁନି କୁନି ଭାଇ ଭଉଣୀ ମାନେ। କିନ୍ତୁ ଏଇ ଭାଇ ଭଉଣୀ ମାନେ ତାଙ୍କ ପ୍ରତି କଣ କରୁଅଛନ୍ତି? ଅନ୍ୟାୟ, ଅତ୍ୟାଚାର, କଦର୍ଯ୍ୟ ବ୍ୟବହାର କଲେ ମଧ୍ୟ ସେ ସମସ୍ତ ବିଷୟ ସହ୍ୟ କରୁଅଛନ୍ତି, ସମସ୍ତ ବିଷୟ ସମ୍ଭାଳୁ ଅଛନ୍ତି। ମାନେ ନିଜର ଶରୀରକୁ କ୍ଷତି ହେଲେ ମଧ୍ୟ ସେ ମୁଖ ଖୋଲୁ ନାହାନ୍ତି। ମାନେ ଏତେ ଯାତନା ସହିକି ମଧ୍ୟ ସେ ପିତାଙ୍କ ଠାରେ ପ୍ରାର୍ଥନା କରୁଛନ୍ତି, ହେ ପିତା, ଏମାନେ କଣ କରୁଅଛନ୍ତି? ଏମାନେ ଜାଣନ୍ତି ନାହିଁ। ହାଲେଲୁୟା।
से निमंते मोर प्रिय माने आमे माने प्रथम विषय जानिबा आवश्यक भाई माने बोली कि कहले किए प्रकृत रे भाई माने तो आमे माने साधारणतः भाई भाई बोली के कहूछु किंतु प्रकृत भाई माने होचंती आंब मानकर माने विरोध रे जो माने रही अछंती से माने आंब मानकर परिवार विरोध रे आंब मानकर समाज विरोध रे आंब मानक मंडली विरोध रे जो माने अछंती से माने होचंती प्रकृत आंब मानकर भाई आंब मानकर भाई रो संबोधन द्वारा होई पारे से मानकर जीवन बदली जीव एई आशा रखिबा आवश्यक किंतु लटंकर संबोधन रे से माने तो बदलिले नहीं विनाश हले किंतु प्रभु जीशुंकर संबोधन रे संगे तो संगे बदलिला नहीं किंतु वर्तमान कौन होई अछि जगत बदलिबाकू जाऊ अछि जीशुंकर सेई भाई भौणीर संबोधन र स्वर आजी जो माने सुनो अछंते से माने बदली जाऊ अछंते हालेलुया सेथिने मते आमे माने जानिबा आवश्यक तापरे आमे माने केमिति कौन करिबा जानिबा प्रकृत रे आमे माने की प्रकार माने उत्तमता भावरे आ मनोहर भावरे आम मानकर भाई भौणी मान सहित बास करि परिबा ए द्वितीय विषय जानिबा पूर्वरु आमे माने भाई माने जो बोली कहूछु मंडली भीतर को भाई भाई बोली के कहूछु किंतु मंडली भितरे कौन ना पद पदवी रे भाई भाई मान बोली के जहाँ को संबोधन करूछु शत्रुता हो जाउछु कथा भाषा करूना माने सभापति सेक्रेटरी डिकन आ पालक चयन समय रे कौन ना ए प्रकार आमे तो समस्ते भाई बोली के कहू किंतु विभेद देखा जाए तापरे मंडली तो आमे माने एक आमे माने प्रभु रे समस्ते समान बोली के कहू किंतु मंडली ए मंडली से मंडली बोली के विरोधाभास करूछु माने भाई भाई भितरे आमे सबो मंडली एक बोली के कहूछु किंतु मंडली मंडली एक न होई कि कोन ना बचसा आरंभ करू अछु ताहले आमे माने किए प्रकृत रे आमे माने भाई माने ना आउ किए यहा को जानिबा को पड़िबो जदे आमे माने विरोध करू अछु तो आमे माने जो अत्याचारी करूथिबा भाई मानकर तुल्य अन्यर अमंगल करिबा निमंते चेष्टा करू अछु हालेलुया तबे आसु आमे माने केमिति उत्तम होई परिबा केमिति मनोहर होई आम मानकर निजर भाई मानक सहित बास करि परिबा प्रथमे आमे माने पढ़िबा जाके लेखा अछि गीत संगीता 122 पर्व तार 6 रु 6 पद एमिति कहे जेरूशलेम रो शांति पई प्रार्थना कर जो माने तुमको स्नेह करते से माने अशेष उन्नति करिवे हालेलुया এই পদটি পড়িবার গোটে বিষয় ଅଛି जेरूशलेम कोन परमेश्वरଙ୍କର नगरी हालेलुया बा परमेश्वरଙ୍କର मंदिर बोले कि कहा जाए किंतु आमे माने जदि प्रथम करंती तार 3 तार 16 जदि पढ़िबा एथरे एपरि लिखा जाए तुम्हें माने कि जानो नहीं जे तुम्हें माने ईश्वरंकर मंदिर आ ईश्वरंकर आत्मा तुम्भ मानक अंतर रे बास करे 17 पद एपरि कहे जदि कौन सी लोक ईश्वरंकर मंदिर को नष्ट करे
ତେବେ ଈଶ୍ୱର ତାକୁ ନଷ୍ଟ କରିବେ, କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର, ସେଇ ମନ୍ଦିର ତୁମ୍ଭେ ମାନେ। ହାଲେଲୁୟା। ତେବେ ମୋର ପ୍ରିୟ ମାନେ, ଆମେ ମାନେ ଏଇ ଅଂଶଟି ପଢିବାର ଅର୍ଥ ହେଲା ଭାଇ ମାନେ ବୋଲିକି କହିଲେ, ଭାଇ ମାନେ ବୋଲିକି କହିଲେ ଆମେ ପ୍ରଥମ ଅଂଶରେ ପଢିଲୁ କଣ ନା, ଯେ ଜେରୁସାଲେମ ପାଇଁ କଣ କରିବା ଦରକାର, ପ୍ରାର୍ଥନା କରିବା ଦରକାର। ଜେରୁସାଲେମ ହଉଛି ପରମେଶ୍ୱରଙ୍କର ମନ୍ଦିରର ନିଦର୍ଶନ ଅଟେ, ପରମେଶ୍ୱରଙ୍କର ଆରାଧନାର ସ୍ଥଳ ଅଟେ, ବା ସେଇ ମନ୍ଦିର ବା ସେଇ ଆରାଧନା ସ୍ଥଳ କିଏ, ପ୍ରଭୁ ଯୀଶୁଙ୍କର ମାନେ ନୂତନ ନିୟମର ବାକ୍ୟ ଅନୁସାରେ ସେ ମନ୍ଦିର ବା ସେଇ ସ୍ଥାନ ଅନ୍ୟ କେହି ନୁହନ୍ତି, ଭାଇମାନେ ବା ଆମେ ମାନେ, ଏଇ ଜଗତର ଲୋକମାନେ। ହାଲେଲୁୟା। এই ଜଗତର ଲୋକମାନେ ସମସ୍ତେ ତ ଜାଣନ୍ତି ନାହିଁ ଯେ ଆମ୍ଭେମାନେ ପରମେଶ୍ୱରଙ୍କର ମନ୍ଦିର ବୋଲିକି ଜାଣନ୍ତି ନାହିଁ, କିନ୍ତୁ ଘର ସ୍ଥଳ ମାନଙ୍କୁ ପରମେଶ୍ୱରଙ୍କର ମନ୍ଦିର ବୋଲିକି ଜାଣନ୍ତି। କିନ୍ତୁ ମୁଁ ଆଉ ଆପଣମାନେ ଭଲ ଭାବରେ ଜାଣିବା ଆବଶ୍ୟକ, ଆମ୍ଭେମାନେ ପ୍ରକୃତରେ କିଏ? ଆମେମାନେ ପରମେଶ୍ୱରଙ୍କର ମନ୍ଦିର। ଆମେମାନେ ବିଶ୍ୱାସୀ ମାନଙ୍କୁ ମଣ୍ଡଳୀ ମାନଙ୍କରେ ପାଳକକୁ, ଡିକନକୁ, ମାନେ ନେତା ମାନଙ୍କୁ, ପ୍ରତ୍ୟେକ ବିଶ୍ୱାସୀ ମାନଙ୍କୁ ଦେଖିବାକୁ ଗଲେ ସେ ସମସ୍ତେ ଆମ ମାନଙ୍କର ଭାଇ ଭଉଣୀ, କିନ୍ତୁ ସେ ସମସ୍ତେ ହଉଛନ୍ତି ପରମେଶ୍ୱରଙ୍କର ମନ୍ଦିର। ହାଲେଲୁୟା। ହେଲେ ଏଇ ମାନଙ୍କୁ ଯଦି ଆମେ ମାନେ ଦେଖିଲେ କଣ ଚିନ୍ତା କରିବାର ଅଛି, ଯେ ଏମାନେ ମୋହର ଆରାଧ୍ୟ ପରମେଶ୍ୱରଙ୍କର ମନ୍ଦିର, ଏମାନଙ୍କର ଯତ୍ନ ତତ୍ତ୍ୱ ମୁଁ ନେବି, ଏମାନଙ୍କୁ କଳଙ୍କିତ ହବାକୁ ଦେବି ନାହିଁ, ଏମାନଙ୍କୁ ଅପମାନିତ ହବାକୁ ଦେବି ନାହିଁ। ମୋର ମୁଖର ବାକ୍ୟ ଦ୍ୱାରା, ମୋର ଅଙ୍ଗ ପ୍ରତ୍ୟଙ୍ଗର କାର୍ଯ୍ୟ ଦ୍ୱାରା ମୁଁ କେବେ ଏମାନଙ୍କୁ ବା ଏହି ମନ୍ଦିର ସ୍ୱରୂପ ଭାଇ ଭଉଣୀ ମାନଙ୍କୁ କଳଙ୍କିତ ହବାକୁ ଦେବି ନାହିଁ। କାରଣ ବାକ୍ୟ ଆମ ମାନଙ୍କୁ ସ୍ପଷ୍ଟ ରୂପେ କହେ, ଯେଉଁମାନେ ଏହି ମନ୍ଦିରକୁ କଣ କରନ୍ତି, ନଷ୍ଟ କରନ୍ତି, ପରମେଶ୍ୱର ତାହାଙ୍କୁ ନଷ୍ଟ କରିବେ। ହାଲେଲୁୟା। ତେବେ ବାକ୍ୟ ଆମେ ମାନେ ଭଲରେ ଜାଣୁ ମୋର ପ୍ରିୟ ମାନେ, ଆମେ ମାନେ ଜେରୁସାଲେମ ପାଇଁ ପ୍ରାର୍ଥନା କରୁ, ଅର୍ଥାତ ପ୍ରତ୍ୟେକ ଭାଇ ଭଉଣୀ ମାନଙ୍କ ପାଇଁ ପ୍ରାର୍ଥନା କରୁ। କାରଣ ଏ ମାନେ ମନ୍ଦିର ଯେ ଗୋଟେ ସ୍ଥାନ ନୁହଁ, କି ଗୋଟେ ଗୃହ ନୁହଁ, କି ଗୋଟେ ତୀର୍ଥ ସ୍ଥାନ ନୁହଁ, ଏଇ ମନ୍ଦିର ହଉଛନ୍ତି ମୁଁ ଆଉ ଆପଣ ମାନେ, ପ୍ରଭୁଙ୍କର ଦାସ ଦାସୀ ମାନେ, ବିଶ୍ୱାସୀ ମାନେ, ପ୍ରତ୍ୟେକ ପ୍ରଭୁଙ୍କର ମନୋନୀତ ଲୋକମାନେ, ଏ ସମସ୍ତଙ୍କ ପାଇଁ ଆମେ ମାନେ ପ୍ରାର୍ଥନା କରିବା ଆବଶ୍ୟକ। ଯେ ମଣ୍ଡଳୀ ବିରୁଦ୍ଧରେ କଥା ନ କହୁ, ଯେ ନେତା ବିରୁଦ୍ଧରେ କଥା ନ କହୁ। ଏଇ ସମସ୍ତ ବିଷୟ କହିବା ଦ୍ୱାରା ଆମେ କାହାକୁ ନଷ୍ଟ କରୁଛୁ, କାହାକୁ ବାଧା ଦେଉଛୁ, ପରମେଶ୍ୱରଙ୍କର ମନ୍ଦିରକୁ ବାଧା ଦେଉଛୁ। କାରଣ ଯଦି ଆମେ ମାନେ ତାହାଙ୍କର ମନ୍ଦିରକୁ, ତାହାଙ୍କର ମନୋନୀତ ଲୋକମାନଙ୍କୁ କଷ୍ଟ ଦେବା, ଦୁଃଖ ଦେବା, ତ ପରମେଶ୍ୱର ତାହାକୁ କଷ୍ଟ ଦେଉଥିବା ଲୋକମାନଙ୍କୁ ମାନେ ଦୁଃଖ ଦେଉଥିବା ଲୋକମାନଙ୍କୁ କଣ କରିବେ, ବିନଷ୍ଟ କରିବେ ବୋଲିକି ପ୍ରଭୁଙ୍କର ବାକ୍ୟ ଆମେ ମାନେ ପଢୁଅଛୁ। ସେଥି ନିମନ୍ତେ ଅନେକ ବିଷୟ ଅଛି ଚିନ୍ତା କରିବାକୁ, କିନ୍ତୁ ମୋର ପ୍ରିୟ ମାନେ ମଣ୍ଡଳୀ ମଧ୍ୟରେ ସେ ପ୍ରକାର ନ ହଉ। ବିଶେଷରେ ଯେ ମଣ୍ଡଳୀ ଭିତରେ ଯେତେ ମାନେ ଯୋଉ ନିର୍ବାଚନ ପ୍ରଣାଳୀ ଅଛି, ନେତା ମାନଙ୍କର ଚୟନର ପ୍ରଣାଳୀ, ଏଇ ସମୟରେ ଏ ମାନେ ଅନେକ ପ୍ରତିରୋଧର ବିଷୟ ଦେଖା ଯାଇଥାଏ। ସେ ପ୍ରକାର ନ ହଉ ଆମେ ଚିନ୍ତା କରୁ। ସମସ୍ତେ ହଉଛନ୍ତି ପରମେଶ୍ୱରଙ୍କର ମନ୍ଦିର, କାହାକୁ ଆଘାତ ଦେବା କଥା ନୁହଁ। ଆଦି ପୁସ୍ତକ ତାର 13 ପର୍ବ ଆଦି ପୁସ୍ତକ ତାର 13 ପର୍ବ 8 ପଦ। ଏଠାରେ ଏ ପ୍ରକାର ଲେଖାଯାଏ, ଏଣୁ ଲୋଟକୁ କହିଲେ ମୁଁ ବିନୟ କରୁଅଛି, ତୁମ ଆମ ମଧ୍ୟରେ ପୁଣି ତୁମ ପଶୁପାଳକ ଓ ମୋହର ପଶୁପାଳକ ମଧ୍ୟରେ ବିବାଦ ନ ହଉ, କାରଣ ଆମ୍ଭେମାନେ ଭାଇ। ହାଲେଲୁୟା। ଆମେ ମାନେ ଗୀତ ସଂହିତା 133 ର 1 କୁ ବୁଝିବାକୁ ହେଲେ
आमे माने प्रकृत रे भाई माने किए आ प्रकृत भाई मानक मध्य रे की परि चलिबार अछि ता आमे माने जानिबा को चेष्टा करिबा। हालेलुया। तबे आमे माने देखो छ मोर प्रिय माने अब्राहम आउ लोटंक मध्य रे जो भाईचारा विषय रही अछि। हालेलुया। ताहा मंडली रे भी रहिबा दरकार, प्रत्येक परिवार रे भी रहिबा दरकार। जदि रहु नहीं तो ताहा हम मानक पई गोटे प्रश्न र चिन्ह रही जीव। कहीं के आमे माने चिंता करू अछु जे भाई बोली कहले माने स्वर्गीय अभिषेक माने हारणर मस्तक रे पड़िकी तार दाढ़ी रो कौन ना तार वस्त्रांचल को कौन ना माने सिंचित करी कौन ना भूमि पर्यंत बही गला बोली कि जो लेखा अच्छी से अभिषेक पाइबा को हले कौन करिवार अच्छी निज को बलिदान करिवार अच्छी। जेतबेले भाई भाई भितरे भाई मानक द्वारा होई न पारे भाई मानकर स्त्री मानक द्वारा होई पारे माने माने चिंता करबा गले घर परिवार रे घर विभेद हुए कहा पई जेतबेले जो पर्यंत परिवार रे पुओ माने बाहा होई न थांते परिवार मिसिक रहे। जेतबेले जने बाहा होई जाए आ द्वितीय भाई जदि बाहला परे किछि ना किछि कटकणा बाहरे हले से समय रे अब्राहम परि गोटे चिंता करिवार अछि कोन ना कहबार अछि आमे तो भाई एई विषय पई आमको आम भितरे मनांतर न हो आमर प्रेम स्नेह एई पड़ोशी माने देखंतु समाज रो लोक माने देखंतु आम मंडली रे देखंतु आमे उत्तम मीमांसा करबा आगो कोन ना माने तुमको जोटा भल्लो सेटा नहीं जाओ तुमको जोटा पसंद से पर जाओ आराम रो मु प्रतिवाद करबे ना मु खुशी मते देले खुशी न देले भी खुशी खराब टा मते दे दियो तुमे भलोटा नहीं जाके आराम रे रुओ बोले कि कहबा दरकार। आज मंडली रे पद पदवी रे एमती हुए नहीं तबे पद पदवी पाई मु काहे एमती न होई कि कोन करिवार अछि हां भाई तुमे हे जाओ तुमे डिकन हो जाओ हाँ तुमे लीडर हो जाओ तुमे डायरेक्टर हो जाओ तुमे बिशप हो जाओ मते भारी खुशी ए प्रकार चिंताधारा हेबार अछि परिवार रे भी से प्रकार चिंताधारा हेबार अछि माने परिवार रो प्रेम अतुट रहिबा पई बोले कि कोन ना जने प्रभुंकर स्वाद जे भलरे चाखिछि से ए प्रकार बलिदान करिबा आवश्यक रही अछि। हालेलुया। आ गोटे विषय कोन ना एमिति जे पदक्षेप नबो तार पदक्षेप बहुत उत्तम आउ आनंदर विषय हबो। हालेलुया। आदि पुस्तक 45 पर्व तार 24 पद एथरे देखंतु जोसेफंकर विषय को जदि आमे माने चिंता करिबा जोसेफ प्रति कोन ना तांकर भाई माने कोन करि अछन्ते आमे माने भलो भाबरे पढ़ी अछु जानि अछु बुझी अछु आ ता विषय रे भी अनेक टीचिंग भी पाई अछु किंतु एथरे जोसेफंकर कथा को देखंतु। हालेलुया। जोसेफंको पाखको माने जेतेबेले भाई माने आसिले सेतेबेले भाई मानकु कोन ना प्रतिशोध परायण मूलक व्यवहार कले नहीं तांको कोन कले आनंद रे ग्रहण कले आउ से कोन कले निजर बापा को निजर भाई को आनिबार
प्रणाली से अपनार कले आम से प्रकार करवा के आपको कह प्रकृत भाई माने हालेलुया जो भाई को माने माड़ मारी सुखिला कूरे पकई देथिले बिकी देथिले पुणी से भाई जे कृतदास होइकी जे जहाँ घरे रही से घर महिला द्वारा व्यभिचार दोष रे जेल रे रही आउ से जेल रे थिबा बेले भी से कौन ना कहार प्रतिरोध कले नहीं किंतु प्रभुंकर दया आउ तार सचोटता आउ तार धार्मिकता आउ तार मृदुता कौन करियछि तांको से समय मिश्रर द्वितीय अधिकारी रूपे कौन ना प्रतिष्ठित करिथिला आ जतेबेले से अधिकारी हो जाए समस्त विषय तार बसरे जतेबेले रही जाई अछि तार निजर भाई माने आसीबा बेले से तांको चिन्हि गले किंतु भाई माने चिन्हिले नहीं तांको प्रति प्रतिशोध नेले नहीं से तांको प्रति दया कले तांको सहित खुशी रे आनंद रे रहिबा पई से आपनार निकट को डकाई आनिले हालेलुया तबे हमें माने कौन करिवार अछि चिंता करिवा आज परिवार मध्य रे जने अन्य जन को प्रति कठार घात कले मध्य प्रतिवाद न करिबा पई जोसेफ ठारो आमे माने शिक्षा पाइबार अछि निजर प्रचुरता मध्य रे आक्षेप करी कहवा उचित नुह तुमे एमिति कल देख मु एमिति हेली किंतु से कौन करछन्ते तांकर प्राचुर्यता को उपभोग करेबा निमंते जोसेफ आपनार निकट को निमंत्रण करुछन्ते आमे माने आम मानकर प्रतिद्वंदी मान को आमे जहाँ को शत्रु बोले कि चिंता करुछु आमर विनष्टकारी बोले चिंता करुछु ताको कोन आमे जोसेफ को परि आपनार करि पारु अछु जदि करि पारु अछु तो ताहले भाई बोले कि आम्भे माने डका जीवा पई योग्य अटु हालेलुया पिता परमेश्वर आम मान को बहुत प्रेम करंती आदर करंती आ गोटे पद पढ़ी के आमे माने शेष करिबा द्वितीय सामुएल 2 पर्व द्वितीय सामुएल 2 पर्व तार 26 एठारे पर लिखा जाए तबे अब्नर जयाब को डाकी कहला खड्ग कोन सर्वदा ग्रास करिवो शेषरे ताहा जे तिक्त हबो एहा कोन तमे कोन ताहा सॉरी एहा कोन तमे जानो नाही तेबे तुम्भे लोक मानको सेमानको भाई मानको पश्चात गमनर फेरिबा पई केते काल आज्ञा न देव हालेलुया मोर प्रिय माने एठारे दाऊदंकर सेनापति सालुंकर सेनापति मानक मध्य कथाभाषा चली अछि से कहते साउलर लोक किए आ दाऊदर लोक किए ए समस्ते भाई भाई एमानकर युद्ध विरति निमंते तुमे काहीकि नीरव रहुअछ नियारे घिओ ढालिला भलिया काहीकि काम करुअछ हालेलुया तबे मोर प्रिय माने जदि आमे माने भाई भाई जदि आमे माने अस्त्र को व्यवहार करू भाषा द्वारा
षड़यंत्र द्वारा तो ताहा समस्त को विनाश करिब, शेषरे निजे भी विनाश हेबार सुजोग आसीजिव। से निमंते आमे माने कौन करिबार अछि, जेते विरोधाभास गुड़ाक अछि, भाई भाई भितरे अमिलनता आनी दिए जहा किछि से सबु विषय को करना समाप्त करिबा आवश्यक रही अछि। जदि ए प्रकार हबो नहीं तो बड़ विपत्ति पड़ी पारे। से निमंते प्रथम पितर तार 3:8 रे परमेश्वरंकर प्रिय शिष्य ए प्रकार कहते जे आम्भे माने ए जगत रे रहिबा समय आमे माने कौन करिबा आवश्यक। 3:8 रे एपरि लेखा जाए, शेष कथा ही तुमे माने समस्ते एक मना परस्पर सुख दुखर सहभागी, भातृ प्रेम रे प्रेमी, कमल हृदय और नम्रचित हुआ। हालेलुया। मोर प्रिय माने समय को सापेक्ष देखी आमे माने कौन ना बहुत किसी चिंता करना, किंतु मुख्य विषय एतिकी आमे माने चिंता करिबा प्रभु आम मानक ठारू कौन चाहते, परिवार रो प्रभु कौन चाहते, मंडली रो प्रभु कौन चाहते, समाज रो प्रभु कौन चाहते। यही कथा पितरों द्वारा कहते कौन ना समस्ते एक मन हेबा आवश्यक। जे कौन से मंडली हो ना कहीं आम समस्त मन एक, ए से मंडली ए से मंडली नहीं, ए लोक से लोक नुह, ए जाति से जाति नुह, से गोष्ठी ए से गोष्ठी नुह, समस्ते एक हेबा निमंते प्रभु जीशुंकर प्रियतम शिष्य पितरंक द्वारा आम्भ मानकु कौन करते माने संभाषण दियंते, ता सहित परस्पर सुख दुखर सहभागी हुओ। हालेलुया। मंडली रे समस्ते समान नुहंते, किए तो सुखरे अछंते किए तो दुखरे अछंते, किंतु सेई दुखी लोक सुखी लोक द्वारा तार दुख भूली जीवा आवश्यक अटे। ए प्रकार रहिबा निमंते वाक्य आम मानकु सहयोग करने को कहे। तापरे भातृ प्रेम रे, हालेलुया, भातृ प्रेम बोली कहले केही शत्रु बोली की चिंता करबा कथा नुह, से शत्रु को माने शत्रु बोली की प्रेम न करके मो भाई मो भौणी बोली की प्रेम करिले बहुत भल हम। आ केमिति कमल हृदय भाव नम्र चित्तरे, तेबे प्रभु आम मान को अनुग्रह आशीर्वाद करिवे, कारण प्रभु परमेश्वर आम मान को बहुत प्रेम करते। तेणुक 133 एक कौन कहे, आमे माने प्रथम रे जहाँ आलोचना कलो गीत संहिता 107 रु 150 पर्यंत प्रभु परमेश्वर प्रशंसार गीत, माने प्रभु परमेश्वर ठारे प्रशंसा करने को हेले आम्भे माने कौन करिवार अछि, कहा को शत्रु नुह, समस्त आमर भाई माने समस्त को कौन करिवार अछि, समस्त मन सहित एक होइके समस्त को आदर स्नेह करिके समस्त सहित कमल व्यवहार करिके जदि आमे माने समाज रे मंडली रे आउ प्रभुंकर सेवा कार्य जदि आगेबा ताहले ताहा आम मानक निमंते उत्तम हबो आउ आनंदर विषय हेबो। धन्यवाद ए सुंदर समय निमंते प्रभु ए वाक्य द्वारा हम समस्त आशीर्वाद करंतु, अनुग्रह करंतु, ताहंकर महिमा सकाशे आमे माने जो चिंता करि अछु ए चिंता रे हम समस्त आशीर्वाद करंतु। समय देखिबारो प्रिय प्रभुंकर दास RMI रो होस्ट महोदय को धन्यवाद दिए, पुणी परिचालना करुथिबा प्रिय भौणी को मध्य प्रभु जीशु नाम रे धन्यवाद दिए। आमेन। प्रेज द लॉर्ड।